ପ୍ରିୟଙ୍କାସ୍ କିଚେନ୍‌କୁ ଆପଣଙ୍କୁ ମୁଁ ସ୍ୱାଗତ କରୁଛି। ଆଜି ଆମେ ବନେଇବା ମୁଗ ଡାଲି ମେଥି ଶାଗର ଏକ ନୂଆ ରେସିପି। ପ୍ରଥମେ ଗୋଟେ ବାଉଲ୍ ମୁଗ ଡାଲି ନେବା। ମୁଗ ଡାଲିକୁ ଆମେ ଭଲ ଭାବରେ ଭାଜି ନେବା। ମୁଗ ଡାଲି ଭଲ ଭାବରେ ଭାଜି ହେଇଗଲା ପରେ ତାକୁ ଗୋଟେ ପାତ୍ରକୁ କାଢ଼ି ନେବା। ଏବେ ଆମେ ଅଳ୍ପ ଟିକେ ତେନ୍ତୁଳି ନେବା, ତାକୁ ଅଳ୍ପ ପାଣିରେ ଭିଜିବାକୁ ଅଳ୍ପ ସମୟ ପାଇଁ ଛାଡ଼ିଦେବା। ଏବେ ଆମେ ପ୍ରେସର କୁକର୍ ନେବା, ସେଥିରେ ମୁଗ ଡାଲି ପକାଇ 2 ବାଉଲ୍ ପାଣି ଦେବା। ସେଥିରେ ଅଳ୍ପ ଟିକେ ହଳଦୀ, ଅଳ୍ପ ଟିକେ ଲୁଣ ପକାଇକି ତାକୁ 2ଟି ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ଛାଡ଼ିଦେବା। ଆମ ଡାଲି ମଧ୍ୟ ଭଲ ଭାବରେ ସିଝିଯିବ। ଡାଲି ଭଲ ଭାବରେ ସିଝିଗଲେ ଖାଇବାକୁ ମଧ୍ୟ ଭଲ ଲାଗେ। ଦେଖନ୍ତୁ ଡାଲି ମୋର ଭଲ ଭାବରେ ସିଝି ଯାଇଛି। ଦେଖନ୍ତୁ ଡାଲି ଭଲ ସିଝିଗଲା। ଏବେ ଆମେ ମେଥି ଶାଗକୁ ଆମେ ଭଲ ଭାବରେ କାଟି ନେବା, ଛୋଟ ଛୋଟ କରି କାଟିଦେବା। ଏବେ ଆମେ କଢ଼େଇ ବସେଇକି ଅଳ୍ପ ତେଲ ଗରମ କରିବା। ତେଲ ଗରମ ହେଲା ପରେ ସେଥିରେ ଆମେ ଅଳ୍ପ ପିଆଜ ଦେଇ ପିଆଜକୁ ଭଲ ଭାବରେ ଭାଜି ନେବା। ସେଥିରେ ମେଥି ଶାଗ ଲୁଣ ଦେଇକି ତାକୁ ଭଲ ଭାବରେ ଭାଜିଦେବା। ଅଳ୍ପ ସମୟ ପାଇଁ ମେଥି ଶାଗକୁ ଘୋଡ଼େଇକି ସିଝିବାକୁ ଦେବା। ମେଥି ଶାଗ ଭଲ ଭାବରେ ସିଝିଗଲା ପରେ ମୁଗ ଡାଲି ସିଝାକୁ ଆମେ ସେଥିରେ ପକାଇକି ଅଳ୍ପ ସମୟ ପାଇଁ ସିଝିବାକୁ ଦେବା। ସବୁଯାକ ମୁଗ ଡାଲି ସିଝାକୁ ସେଥିରେ ପକାଇଦେବି ଏବଂ ତାଙ୍କୁ ଭଲ ଭାବରେ ମିଶାଇ ଦେଇକି ତାକୁ ଅଳ୍ପ ସମୟ ପାଇଁ ମାନେ 5-10 ମିନିଟ୍ ପାଇଁ ତାକୁ ସିଝିବାକୁ ଛାଡ଼ିଦେବା। ଦେଖନ୍ତୁ ଆମର ମୁଗ ଡାଲି ସିଝି ଯାଇଛି। ଏବେ ବତୁରି ରଖିଥିବା ତେନ୍ତୁଳିକୁ ଆମେ ଦେଇଦେବା ସେଥିରେ ଏବଂ ତାକୁ ଭଲ ଭାବରେ ଘାଣ୍ଟି ଦେବା। ମୁଗ ଡାଲି ମେଥି ଶାଗ ହେଇଗଲା। ଏବେ ଅନ୍ୟ ଏକ କଢ଼େଇ ବସାଇବା, ସେଥିରେ ଅଳ୍ପ ସୋରିଷ ତେଲ ନେବା, ଗୋଟିଏ ଶୁଖିଲା ଲଙ୍କା, ଅଳ୍ପ ପଞ୍ଚୁ ଫୁଟଣ, ରସୁଣ ଛେଚା ପକାଇବା। ରସୁଣ ଛେଚାକୁ ଭଲ ଭାବରେ ଭାଜିବାକୁ ଦେବା। ରସୁଣ ଛେଚା ଭଲ ଭାବରେ ଭଜା ହୋଇଗଲା ପରେ ସେଥିରେ ମୁଗ ଡାଲି ମେଥି ଶାଗ ସିଝାକୁ ପକାଇଦେବା। ସେଥିରେ ଅଳ୍ପ ପାଣି ଦେଇ ତାକୁ ଫୁଟିବାକୁ ଦେବା ପରେ ସେଥିରେ ଆମେ ଲଙ୍କାଗୁଣ୍ଡ ଏବଂ ଅଳ୍ପ ଟିକେ ଚିନି ଦେଇଦେବା। ତାକୁ ଗୋଳେଇ ଦେଇ ସାରିଲା ପରେ 5 ମିନିଟ୍ ପାଇଁ ତାକୁ ଫୁଟିବାକୁ ଛାଡ଼ିଦେବା। 5 ମିନିଟ୍ ପରେ ଆମେ ଦେଖିବା ଆମର ମେଥି ଶାଗ ଡାଲି ହୋଇଗଲା। ଏବେ ଆମେ ବାଡ଼ିବା। ଦେଖନ୍ତୁ ମେଥି ଶାଗ ଡାଲି ଆମର ହେଇଯାଇଛି। ଆପଣମାନଙ୍କୁ କେମିତି ଲାଗିଲା ରେସିପି ଆପଣ କମେଣ୍ଟରେ ଜଣାଇବେ। ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।